କୌଣସି ଝିଅର ଚେହେରା ତା ବାପାଙ୍କ ପରି ଓ ବାପାଙ୍କ ପରି ଚେହେରା, ଗୁଣ ମଧ୍ୟ ବାପାଙ୍କ ପରି। ଠିକ୍ ସେହିପରି କୌଣସି ପୁଅର ଚେହେରା ତା ମା ପରି, ଗୁଣ ମଧ୍ୟ ମା ପରି। ତେବେ ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ କ'ଣ ରହିଛି ଏହାର ଅର୍ଥ? କ'ଣ ରହିଛି ଏହାର ରହସ୍ୟ? ତେବେ ଆସନ୍ତୁ ଜାଣିବା। ଆପଣମାନେ ନିଶ୍ଚୟ ଶୁଣିଥିବେ ଓ ବଡ଼ ବଡ଼ୁଆମାନେ ମଧ୍ୟ କୁହନ୍ତି, ଝିଅ ଯଦି ବାପା ଅଣିଆଣି ତେବେ ସେ ସୁଖୀ ହୁଏ ଓ ପୁଅ ଯଦି ମା ଅଣିଆଣି ତେବେ ସେ ପୁଅ ମଧ୍ୟ ବହୁତ ସୁଖରେ ରହିଥାଏ। ସାମୁଦ୍ରିକ ଶାସ୍ତ୍ରରେ ଏହା ବିସ୍ତୃତ ଭାବରେ ବର୍ଣ୍ଣିତ। ଏ ସାମୁଦ୍ରିକ ଶାସ୍ତ୍ର ହେଉଛି ଜ୍ୟୋତିଷ ଶାସ୍ତ୍ରର ଏକ ଅଙ୍ଗ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପୁଅ କିମ୍ବା ଝିଅ ସେମାନଙ୍କ ଶରୀରର ଗଠନ, ତିଳଚିହ୍ନ ଏବଂ ସେମାନଙ୍କର ପ୍ରତ୍ୟେକ ଅଙ୍ଗରୁ ସେମାନଙ୍କର ଚରିତ୍ର, ବ୍ୟକ୍ତିତ୍ୱ, ସ୍ୱଭାବ ଓ ଭବିଷ୍ୟତ ବିଷୟରେ ବର୍ଣ୍ଣନା କରାଯାଇଛି। ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି ଯେ ଆପଣଙ୍କ ହାତଠାରୁ ଆରମ୍ଭ କରି ଗୋଡ଼ ପର୍ଯ୍ୟନ୍ତ ଆପଣଙ୍କ ନାକ କିପରି, ଦାନ୍ତ କିପରି, କପାଳ କିପରି, ତିଳଚିହ୍ନର ଆଧାରରେ ବହୁତ କିଛି କଥା, ବହୁତ କିଛି ଜିନିଷ ବର୍ଣ୍ଣନା କରାଯାଇଛି। ସାମୁଦ୍ରିକ ଶାସ୍ତ୍ରର ରଚନା କିପରି କରାଯାଇଛି ନା ବହୁ ବର୍ଷର ଅଧ୍ୟୟନ ପରେ, ବହୁତ କିଛି କଥା ପରଖିବା ପରେ ବହୁତ ବଡ଼ ବଡ଼ ମୁନି ଋଷିମାନେ ଗଣନା କରିଛନ୍ତି। ତେଣୁ ଏହାର ରଚନା ଆଜି ମଧ୍ୟ ସଠିକ୍ ହୁଏ। ତେଣୁ ପ୍ରଥମେ ଜାଣିବା ଚେହେରାର ଆକାର ଓ ଗଠନ ଦେଖି ବହୁତ କିଛି କଥା ଜାଣିପାରିବା। ତେଣୁ ଭିଡ଼ିଓଟିକୁ ଗୋଟେ ଥର ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଓ ଭଲ ଲାଗିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିଦିଅନ୍ତୁ। ଯଦି କୌଣସି ବ୍ୟକ୍ତିର ମୁଣ୍ଡ ପତଳା ଓ ଲମ୍ବା ହୋଇଥିବ ତେବେ ସେହି ବ୍ୟକ୍ତି ତା ଜୀବନରେ ବହୁତ କିଛି ସୁଖ ସୁବିଧା ପାଇଥାଏ। ଯଦି କୌଣସି ବ୍ୟକ୍ତିଙ୍କର ମୁଣ୍ଡ ମଧ୍ୟମ ଧରଣର ଅର୍ଥାତ୍ ବେଶୀ ବଡ଼ ନୁହେଁ କି ବେଶୀ ଛୋଟ ନୁହେଁ, ସେହି ବ୍ୟକ୍ତିମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁ ବ୍ୟକ୍ତିଙ୍କ ମୁଣ୍ଡର ଆକାର ବହୁତ ବଡ଼ ହୋଇଥାଏ, ଅନ୍ୟମାନଙ୍କ ଠାରୁ ବହୁତ ଭିନ୍ନ ହୋଇଥିବ, ସେ ବ୍ୟକ୍ତି ବହୁତ ଅଭାଗା ହୋଇଥାଏ। ସେହି ବ୍ୟକ୍ତିଙ୍କର ଭାଗ୍ୟ ବହୁତ ଖରାପ ହୋଇଥାଏ। ସେମାନେ ଭାଗ୍ୟହୀନ ହୋଇଥାନ୍ତି। ସେହି ବ୍ୟକ୍ତିମାନେ ବହୁତ ଦୁଃଖ ପାଇଥାନ୍ତି। ଏବେ ଆସନ୍ତୁ ଜାଣିବା ଚେହେରା ବିଷୟରେ। ଯେଉଁ ବ୍ୟକ୍ତିଙ୍କ ଚେହେରା ଅଣ୍ଡାକାର ହୋଇଥାଏ, ସେମାନେ ଖାସ୍ କରି ଆକର୍ଷକ ଦେଖାଯାଆନ୍ତି। ଏମାନେ ନିଜ ଉପରେ ବହୁତ କଣ୍ଟ୍ରୋଲ କରି ରହିଥାନ୍ତି। ଏମାନେ ମିଳାମିଶା ପ୍ରକୃତିର ହୋଇଥାନ୍ତି। ଏମାନେ ବହୁତ ସହନଶୀଳ ହୋଇଥାନ୍ତି। କିନ୍ତୁ ଏମାନଙ୍କଠାରେ ରାଗର ମାତ୍ରା ଅଧିକ ଥାଏ। ଏମାନେ ଟିକେ ଟିକେ କଥାରେ ଅଧିକ କ୍ରୋଧିତ ହୋଇଥାନ୍ତି। ଏମାନେ ଜୀବନରେ ବହୁତ ପ୍ରସିଦ୍ଧି ଲାଭ କରନ୍ତି। ଏମାନେ ଧନ, ମାନ, ସମ୍ମାନ ଲାଭ କରନ୍ତି। ଚକର ଆକୃତିର ଚେହେରା। ଏମାନେ ଜୀବନରେ ବହୁତ ଉନ୍ନତି କରନ୍ତି। ଏମାନେ କ୍ରୋଧୀ ହୋଇଥାନ୍ତି। ଏମାନଙ୍କର ନିୟନ୍ତ୍ରଣ ନିଜ ରାଗ ଉପରେ ନଥାଏ। ଏହି ଆକୃତିର ମହିଳାମାନେ ଖୁବ୍ ଚାଲାକ। ଅନ୍ୟଠାରୁ କିପରି କାମ ହାସଲ କରିବେ ସେମାନଙ୍କୁ ଜଣାଥାଏ। ଖାସ୍ କରି ଏହି ଶ୍ରେଣୀର ମହିଳାମାନେ ଲିଡରସିପ୍ ନେବାରେ ପ୍ରଥମ ହୋଇଥାନ୍ତି। ଏମାନେ ନେତୃତ୍ୱ ନେବାରେ ପ୍ରଥମ ହୋଇଥାନ୍ତି। ଗୋଲାକାର ଚେହେରା। ଗୋଲ ଆକୃତି ଚେହେରା ଥିବା ଲୋକ ନିଜର ପ୍ରଶଂସା ଶୁଣିବାକୁ ବେଶୀ ଭଲ ପାଆନ୍ତି। ମହିଳାମାନେ ଦେଖିବାକୁ ବହୁତ ଆକର୍ଷକ ହୋଇଥାନ୍ତି। କମ୍ ସମୟରେ ସମସ୍ତଙ୍କୁ ନିଜର କରିନିଅନ୍ତି। ପୁରୁଷମାନେ, ଏମାନଙ୍କ ପାଖରେ କିଛି ଏମିତି ଟ୍ୟାଲେଣ୍ଟ ଥାଏ, ସେମାନେ ନିଜର ପର୍ସନାଲିଟିରେ ଅନ୍ୟକୁ ବହୁତ ଶୀଘ୍ର ମୋହିତ କରିନିଅନ୍ତି। ଏମାନେ ହସ ଖୁସିରେ ରହିବାକୁ ଓ ଅନ୍ୟକୁ ହସ ଖୁସି ଦେବାକୁ ଭଲ ପାଆନ୍ତି। ନିଜର ଦୋଷ ସ୍ୱୀକାର କରିବାକୁ ଏମାନେ ପଛାନ୍ତି ନାହିଁ। ନୂଆ ଲୋକଙ୍କ ସହ ମିଶିଲେ ପ୍ରଥମେ ଗମ୍ଭୀର ହୋଇ ମିଶିଥାନ୍ତି। ଏମାନଙ୍କର ଆୟୁଷ ବହୁତ ଲମ୍ବା ହୋଇଥାଏ। ଏମାନେ ଭବିଷ୍ୟତରେ ବହୁତ ଇନକମ୍ କରନ୍ତି। ତ୍ରିକୋଣାକାର ଚେହେରା। ଏମାନେ ଭାରି ରଚନାତ୍ମକ। ଏମାନେ ନିଜ ହିସାବରେ ବଞ୍ଚିବାକୁ ଚେଷ୍ଟା କରିଥାନ୍ତି। ଏମାନେ ଜୀବନରେ ଅନ୍ୟ କାହାର ହସ୍ତକ୍ଷେପକୁ ଏମାନେ ବରଦାସ୍ତ କରନ୍ତି ନାହିଁ। ଏମାନେ ନିଜ ହିସାବରେ ସମସ୍ତ କାର୍ଯ୍ୟ କରିଥାନ୍ତି। ଏମାନେ କଳାକାର ହୋଇଥାନ୍ତି। ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି। କିନ୍ତୁ ଧନର ସମସ୍ୟା ଏମାନଙ୍କୁ ବେଳେବେଳେ ଅସୁବିଧାରେ ପକାଇଥାଏ। ଇଏ ତ ଥିଲା ଚେହେରାରୁ ମନୁଷ୍ୟର ବ୍ୟକ୍ତିତ୍ୱ। ତେବେ ଆସନ୍ତୁ ଜାଣିବା ଝିଅର ଚେହେରା ବାପା ପରି, ଗୁଣ ମଧ୍ୟ ବାପା ପରି ଓ ପୁଅର ଚେହେରା ମା ପରି ଓ ଗୁଣ ମଧ୍ୟ ମା ପରି। ତେବେ ସେମାନଙ୍କର ବ୍ୟକ୍ତିତ୍ୱ ଓ ସ୍ୱଭାବ କିପରି ହୋଇଥାଏ? ସାମୁଦ୍ରିକ ଶାସ୍ତ୍ରରେ
गोटे सुंदर श्लोक अछि। जननी मुखानुरूपम मुख कमलम जननी जस्य भवती जस्य मनुजस्य प्रायो धनजस्य प्रमाणित्वतविदम समुद्रेणम। ଯେଉଁ ପୁରୁଷ ଜଣକ ମା ପରି ଚେହେରା ଆଣିଥାଏ, ମା ପରି ଗୁଣ ଆଣିଥାଏ, ସେହି ପୁରୁଷ ବହୁତ ଭାଗ୍ୟଶାଳୀ ହୋଇଥାଏ। ସେ ଜୀବନର ସମସ୍ତ ଶୁଭତ୍ୱ ଲାଭ କରିଥାଏ, ସମସ୍ତ ପ୍ରକାର ଭୌତିକ ସୁଖ ମଧ୍ୟ ଲାଭ କରିଥାଏ। ଏମାନେ ସୁଖ ଭୋଗ କରିଥାନ୍ତି ଓ ଯଶସ୍ୱୀ ମଧ୍ୟ ହୋଇଥାନ୍ତି। ବହୁତ କ୍ଷେତ୍ରରେ ଏମାନେ ସମ୍ମାନିତ ଓ କୃତିତ୍ୱ ଲାଭ କରିଥାନ୍ତି। ସେହିପରି ଯେଉଁ ଝିଅର ବାପା ପରି ଚେହେରା ହୋଇଥାଏ, ବାପା ପରି ଗୁଣ ହୋଇଥାଏ, ନିହାତି ଭାବରେ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଏହିଭଳି ନାରୀ ଯେଉଁ ଘରକୁ ବିବାହ କରି ଯାଆନ୍ତି, ସେହି ଘରର ଭାଗ୍ୟ ଉଦୟ କରିଦିଅନ୍ତି। ନିଜେ ଭାଗ୍ୟଶାଳୀ ହୋଇଥିବା ଯୋଗୁଁ ଅନ୍ୟକୁ ମଧ୍ୟ ଭାଗ୍ୟଶାଳୀ କରାଇଥାନ୍ତି। ଏଭଳି ନାରୀମାନେ ଗୃହ କାର୍ଯ୍ୟରେ ସମ୍ପୂର୍ଣ୍ଣ ହୋଇଥାନ୍ତି। ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧାରେ ବାନ୍ଧିକି ରଖିବାରେ ନିପୁଣା ହୋଇଥାନ୍ତି। କହିବାକୁ ଗଲେ ଏମାନେ ଲକ୍ଷ୍ମୀ ସ୍ୱରୂପା ହୋଇଥାନ୍ତି। ଏମାନେ କାହା ମନରେ ଦୁଃଖ ଦିଅନ୍ତି ନାହିଁ। ଯଦି ଏମାନଙ୍କ କାରଣରୁ କାହା ମନରେ ଦୁଃଖ ଆସିଲା, ଏମାନେ ସଙ୍ଗେ ସଙ୍ଗେ ଏହାର ସମାଧାନ କରିଦିଅନ୍ତି। ଏଭଳି ନାରୀ ଯେତେବେଳେ ମା ହୁଅନ୍ତି, ସେତେବେଳେ ଏମାନେ ତେଜସ୍ୱୀ ସନ୍ତାନକୁ ଜନ୍ମ ଦିଅନ୍ତି। ଏହି ନାରୀମାନେ ସାଧାରଣତଃ କର୍ମକ୍ଷେତ୍ରରେ ବହୁତ ଆଗୁଆ ଥାନ୍ତି। ଏମାନେ ଉଭୟ ବାପଘର ଓ ଶାଶୁଘରର ମାନ ସମ୍ମାନ ଇଜ୍ଜତ ବଞ୍ଚାଇ ରଖନ୍ତି। ଏହି ନାରୀମାନେ ଚାହିଁଲେ କୌଣସି କର୍ମକ୍ଷେତ୍ରରେ ରହି ଉଭୟ ବାପଘର ଓ ଶାଶୁଘରକୁ ଭରଣ ପୋଷଣ କରିପାରନ୍ତି। ଏହି ନାରୀମାନେ ସାଧାରଣତଃ ନିଜ ସ୍ୱାମୀ ଓ ପରିବାର ପାଇଁ ଶୁଭପ୍ରଦାୟିନୀ ହୋଇଥାନ୍ତି। ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ ଏବଂ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀମାନଙ୍କ ପାଖକୁ ସେୟାର କରନ୍ତୁ ଓ କମେଣ୍ଟରେ ଲେଖନ୍ତୁ ଯେ ଆପଣଙ୍କ ମଧ୍ୟରୁ କିଏ ଅଛନ୍ତି ସେ ଭାଗ୍ୟଶାଳୀ ପୁରୁଷ ଯାହାର ଚେହେରା ମା ପରି ଓ ସେ ଭାଗ୍ୟଶାଳୀ ନାରୀ ଯାହାର ଚେହେରା ବାପାଙ୍କ ପରି। କମେଣ୍ଟରେ ଜଣାଇବାକୁ ଆଦୌ ଭୁଲିବେ ନାହିଁ। ଏହି ଭିଡ଼ିଓଟି କେବଳ ଜନରୁଚି ଓ ସାମୁଦ୍ରିକ ଶାସ୍ତ୍ରର ନମନ ପାଇଁ ତିଆରି ହୋଇଛି। ଆମେ ଆମର ଏହି ଚ୍ୟାନେଲରେ କୌଣସି ମନ ମୁତାବକ ରଚନା ଲେଖୁନାହୁଁ କି ଆମ ଚ୍ୟାନେଲ ଆଡ଼କୁ ଆକୃଷ୍ଟ କରିବା ପାଇଁ କାହାକୁ ବାଧ୍ୟ ମଧ୍ୟ କରୁନାହୁଁ। ଆପଣମାନେ ଆମ ଚ୍ୟାନେଲ ଓ ଭିଡ଼ିଓକୁ ବହୁତ ସାରା ଭଲ ପାଇବା ଦେଇ ଆମକୁ ପ୍ରେରିତ କରୁଥିବାରୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛୁ। ଜୟ ଜଗନ୍ନାଥ।